ଆଜି ଆମେ ଜାଣିବା ଭାରତର ସର୍ବପ୍ରଥମ ନାରୀ ପ୍ରତିଭା। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ? ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଏହିପରି କେତେଗୁଡ଼ିଏ ପ୍ରଶ୍ନ ଓ ତାର ଉତ୍ତର। ଭାରତର ପ୍ରଥମ ମହିଳା ଶାସିକା କିଏ? ଏହାର ଉତ୍ତରଟି ରେଜିଆ ସୁଲତାନ। ସେ ଦିଲ୍ଲୀରେ 1236ରେ ପ୍ରଥମ ମହିଳା ଶାସିକା ଭାବରେ ଶାସନ କରିଥିଲେ। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ? ଏହାର ଉତ୍ତରଟି ଇନ୍ଦିରା ଗାନ୍ଧୀ। 1966 ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶାସନଭାର ଗ୍ରହଣ କରିଥିଲେ। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଏହାର ଉତ୍ତରଟି ପ୍ରତିଭା ସିଂ ଦେବୀ ପାଟିଲ। ସେ 2007 ମସିହାରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ବନିଥିଲେ। ଭାରତର ପ୍ରଥମ ବୈଦେଶିକ ସେକ୍ରେଟାରୀ କିଏ? ଏହାର ଉତ୍ତରଟି ଚୋକିଲା ଆୟାର। ସେ ପ୍ରଥମେ 2001ରେ ବୈଦେଶିକ ସେକ୍ରେଟାରୀ ବନିଥିଲେ। ଭାରତର ସର୍ବପ୍ରଥମ ଏୟାର ମାର୍ଶାଲ କିଏ? ଏହାର ଉତ୍ତରଟି ପଦ୍ମା ବନ୍ଦୋପାଧ୍ୟାୟ। ସେ 2002ରେ ସର୍ବପ୍ରଥମେ ଏୟାର ମାର୍ଶାଲ ବନିଥିଲେ। ଭାରତର ସର୍ବପ୍ରଥମ ମହିଳା କେନ୍ଦ୍ରମନ୍ତ୍ରୀ କିଏ? ଏହାର ଉତ୍ତରଟି ରାଜକୁମାରୀ ଅମୃତ କାଉର। 1947ରେ ଭାରତର ସର୍ବପ୍ରଥମ ମହିଳା କେନ୍ଦ୍ରମନ୍ତ୍ରୀ ରହିଥିଲେ। ଭାରତର ସର୍ବପ୍ରଥମ ମହିଳା କଂଗ୍ରେସ ସଭାପତିଙ୍କ ନାମ କ'ଣ? ଏହାର ଉତ୍ତରଟି ଆନି ବେସାନ୍ତ। ସେ 1917 ମସିହାରେ ସର୍ବପ୍ରଥମେ ଭାରତର କଂଗ୍ରେସ ସଭାପତି ବନିଥିଲେ। ଭାରତର ସର୍ବପ୍ରଥମ IPS ଅଫିସର କିଏ? ଏହାର ଉତ୍ତରଟି କିରଣ ବେଦୀ। ଭାରତର ସର୍ବପ୍ରଥମ ମହିଳା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ଏହାର ଉତ୍ତରଟି ସୁଚେତା କୃପାଳିନୀ। ଭାରତର ସର୍ବପ୍ରଥମ ରାଜ୍ୟପାଳଙ୍କ ନାମ କ'ଣ? ଏହାର ଉତ୍ତରଟି ସରୋଜିନୀ ନାଇଡୁ। ସେ 1947 ମସିହାରେ ଭାରତ ସ୍ୱାଧୀନ ହେବା ପରେ ସର୍ବପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଭାରତର ସର୍ବପ୍ରଥମ ମହିଳା ଅଲିମ୍ପିକ ଖେଳାଳୀଙ୍କ ନାମ କ'ଣ? ଏହାର ଉତ୍ତରଟି ପିଟି ଉଷା। 1984 ମସିହାରେ ସର୍ବପ୍ରଥମେ ମହିଳା ଅଲିମ୍ପିକ ଭାବରେ ଅଂଶଗ୍ରହଣ କରିଥିଲେ। ଭାରତର ସର୍ବପ୍ରଥମ ମହିଳା ଇଞ୍ଜିନିୟରଙ୍କ ନାମ କ'ଣ? ଏହାର ଉତ୍ତରଟି କର୍ଣ୍ଣାଟକର ରାଜେଶ୍ୱରୀ ଚାଟାର୍ଜୀ। ଭାରତର ପ୍ରଥମ ମହିଳା ଭାରତ ରତ୍ନ ପ୍ରାପ୍ତଙ୍କ ନାମ କ'ଣ? ଉତ୍ତରଟି ଇନ୍ଦିରା ଗାନ୍ଧୀ। 1971 ମସିହାରେ ସର୍ବପ୍ରଥମେ ମହିଳା ଭାରତ ରତ୍ନ ପ୍ରାପ୍ତ କରିଥିଲେ। ଭାରତର ସର୍ବପ୍ରଥମ ସିନେମାରେ ଅଭିନୟ କରିଥିବା ମହିଳାଙ୍କ ନାମ କ'ଣ? ଏହାର ଉତ୍ତରଟି ଦେବିକା ରାଣୀ ରୋରିକ୍। ଭାରତର ସର୍ବପ୍ରଥମ ମହିଳା ଡାକ୍ତରଙ୍କ ନାମ କ'ଣ? କାଦମ୍ବିନୀ ଗାଙ୍ଗୁଲି। ଭାରତର ସର୍ବପ୍ରଥମ ମହିଳା IASଙ୍କ ନାମ କ'ଣ? ଏହାର ଉତ୍ତରଟି ଆନ୍ନା ଜର୍ଜ। ଭାରତର ସର୍ବପ୍ରଥମ ମହିଳା ଓକିଲଙ୍କ ନାମ କ'ଣ? ଏହାର ଉତ୍ତରଟି ରେଗିନୀ ଗୁହା। ଭାରତର ପ୍ରଥମ ମହିଳା ଏଭରେଷ୍ଟ ଶୃଙ୍ଗ ଆରୋହଣକାରୀଙ୍କ ନାମ କ'ଣ? ଏହାର ଉତ୍ତରଟି ବଛେନ୍ଦ୍ରୀ ପାଲ। 1984 ମସିହାରେ ସର୍ବପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ ଥିଲେ। ଭାରତର ସର୍ବପ୍ରଥମ ମହିଳା ସାତ ସମୁଦ୍ର ସନ୍ତରଣକାରୀଙ୍କ ନାମ କ'ଣ? ବୁର୍ଲା ଚୌଧୁରୀ ହେଉଛନ୍ତି ଭାରତର ପ୍ରଥମ ମହିଳା ସାତ ସମୁଦ୍ର ସନ୍ତରଣକାରୀ। ଭାରତର ସର୍ବପ୍ରଥମ ମହିଳା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ କ'ଣ? ଏହାର ଉତ୍ତରଟି ହେଉଛି ଜଷ୍ଟିସ ଲୀଳା ସେଠ। ଭାରତର ସର୍ବପ୍ରଥମ ଭିନ୍ନକ୍ଷମ ମହିଳା ଏଭରେଷ୍ଟ ଆରୋହଣକାରୀଙ୍କ ନାମ କ'ଣ? ଏହାର ଉତ୍ତରଟି ଅରୁଣିମା ସିହ୍ନା। ସେ 2013 ମସିହାରେ ସର୍ବପ୍ରଥମ ଭିନ୍ନକ୍ଷମ ମହିଳା ଏଭରେଷ୍ଟ ଆରୋହଣ କରିଥିଲେ।
ଭାରତର ସର୍ବପ୍ରଥମ ମହିଳା ନୋବେଲ ପୁରସ୍କାର ବିଜୟିନୀ କିଏ? ଉତ୍ତରଟି ମଦର ଟେରେସା। 1979 ମସିହାରେ ସର୍ବପ୍ରଥମେ ମହିଳା ନୋବେଲ ପୁରସ୍କାର ବିଜୟିନୀ ଥିଲେ। ଭାରତର ସର୍ବପ୍ରଥମ ବିଶ୍ୱ ସୁନ୍ଦରୀ କିଏ? ଏହାର ଉତ୍ତରଟି ରୀତା ଫେରିଆ। 1966 ମସିହାରେ ସର୍ବପ୍ରଥମେ ଭାରତର ବିଶ୍ୱ ସୁନ୍ଦରୀ ହୋଇଥିଲେ। ଭାରତର ସର୍ବପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ କିଏ? ଏହାର ଉତ୍ତରଟି ସୁସ୍ମିତା ସେନ। 1994 ମସିହାରେ ଭାରତର ସର୍ବପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ। ଭାରତର ସର୍ବପ୍ରଥମ ମହିଳା ମହାକାଶଚାରୀ କିଏ? ଏହାର ଉତ୍ତରଟି କଳ୍ପନା ଚାୱଲା। 1997 ମସିହାରେ ଭାରତର ସର୍ବପ୍ରଥମ ମହିଳା ମହାକାଶ ଯାତ୍ରା କରିଥିଲେ। ଭାରତର ପ୍ରଥମ ମହିଳା ବାଚସ୍ପତି କିଏ? ଏହାର ଉତ୍ତରଟି ମୀରା କୁମାରୀ। 2009 ମସିହାରେ ସର୍ବପ୍ରଥମେ ଭାରତର ମହିଳା ବାଚସ୍ପତି ରହିଥିଲେ। ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ କିଏ? ଏହାର ଉତ୍ତରଟି ନିର୍ମଳା ସୀତାରମଣ। 2019 ମସିହା ଠାରୁ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛନ୍ତି। ଭାରତର ସର୍ବପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜଙ୍କ ନାମ କ'ଣ? ଏହାର ଉତ୍ତରଟି ଇନ୍ଦୁ ମାଲହୋତ୍ରା। 2018 ମସିହାରେ ଭାରତର ସର୍ବପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍ ରହିଛନ୍ତି। ଭାରତର ସର୍ବପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ କିଏ? ଅବନୀ ଚତୁର୍ବେଦୀ। 2017 ମସିହାରୁ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ ରହିଛନ୍ତି।